सो हेलो एवरीवन। आई होप कि समस्ते भलरे थिबो हैला। आउ काली आमे देखिथिले कोन ओडिशा पुलिस मैथमेटिक्स प्रैक्टिस सेट लेक्चर नंबर 1। आज देखिबा ओडिशा पुलिस एसआई मैथमेटिक्स प्रैक्टिस सेट लेक्चर नंबर 2 हैला। आउ काली आमे आरंभ करथिले, आज आमे देखिया सेकंड पार्ट देखिया। देखो चलो आदि के देखिया फर्स्ट क्वेश्चन कोन होई देखिया। आउ एटा तमरो ओडिशा पुलिस एसआई रो पीवाईक्यू हैला। सब जाव तमरो पीवाईक्यू आ केतोरा लेटेस्ट क्वेश्चन रहिछि हैला। देखो प्रथम क्वेश्चन, ए ग्रोसर हाज ए सेल ऑफ 6 435 तापर एतिकी तापर 6 8 5 5 तापर एतिकी फॉर 5 consecutive month ହେଲା। हाउ मच सेल मस्ट ही हैव इन द नेक्स्ट 6 month ता पर 6 month रे ହେଲା। ସେ କେତେ ପଇସା କରିବ ଯାହା ଫଳରେ କଣ ତା ଆଭରେଜ ହବ, ଆଭରେଜ ଟୋଟାଲ ଆଭରେଜ ହେଇଯିବ 6500। ଓଡିଆରେ ବଢିଆ। ଜଣେ ଗ୍ରୋସରୀଙ୍କ କ୍ରମାଗତ 5 ମାସର ବିକ୍ରୟ ଯଥାକ୍ରମେ ଏତିକି, ଏଇଟା ହେଲା। ଏତିକି ହଉଛି ତାର 5 ମାସର ବିକ୍ରୟ ହେଲା। କେତେଟା 1 2 3 4 5 5ଟା ଦେଇଛି 5 ମାସର ତାର ବିକ୍ରୟ। 6 ନମ୍ବର ମାସରେ କେତେ ବିକ୍ରୟ କଲେ? 6 ନମ୍ବର ମାସ ହବ ତା ପର ମାସ। 6 ନମ୍ବର ମାସରେ ସେ କେତେ ବିକ୍ରୟ କଲେ ତାର ଟୋଟାଲ ହାରାହାରି ମାନେ 6ଟା ଯାକ ମାସର ହାରାହାରି ହେଇଯିବ ଏତିକି ହେଲା। ହାରାହାରି ମାନେ କଣ ଆଭରେଜ। ମୁଁ କହିଥିଲି ଆଭରେଜ ଇଜ ଇକାଲ ଟୁ କେତେ ନା ସମ ଅପନ ନମ୍ବର ହେଲା। ତେଣୁ ପ୍ରଥମ ମାସ ମାନଙ୍କର ଏତିକି, ପ୍ରଥମ ମାସ ହଉଛି 6 4 3 5। ଏବେ ସମ କରିବା ଦେଖ, ପ୍ରଥମ ମାସ ମାନଙ୍କର 6 4 3 5 ହେଲା। ପ୍ରଥମ ମାସ ଏଇଟା ମିଶ୍ରଣ। ସେକେଣ୍ଡ ମାସର କେତେ 6 9 2 7। ଏଇଟା ହଉଛି 6 9 2 7 କାର ସେକେଣ୍ଡ ମାସର। ତାପରେ ଥାର୍ଡ ମାସର କେତେ 6 8 5 5। ଏଇଠି ଲେଖ 6 8 5 5 ହେଲା। ତାପରେ 4 ନମ୍ବର ମାସ କେତେ 7 2 3 0 ମିଶ୍ରଣ 6 5 2 1। ଏତିକି ହଉଛି କେତେ ସରି 6 5 6 2 6 5 7 2 3 0 6 5 6 2 ହେଲା। ଏତିକି ହଉଛି କଣ 1 2 3 4 ପାଞ୍ଚଟାକ ମାସର ସମ୍ ହେଲା। ଏତିକ ତାର କଣ ଏଇଟା ସେଲ୍ସ, ପାଞ୍ଚଟାକ ମାସର ସେଲ ର ସମ୍। ପୁଣି 6 ନମ୍ବର ମାସ ଆମେ ଜଣା ନାହିଁ 6 ନମ୍ବର ମନେକର ଏକ୍ସ ନେଇଯାଅ ହେଲା। ଏତିକ ହେଇଗଲା ଟୋଟାଲ ସମ୍। ଟୋଟାଲ ସମ୍ ଦେଖ, ଏକ ପ୍ରଥମ ଏଇଟା ହଉଛି ପ୍ରଥମ ମାସ, ସେକେଣ୍ଡ ମାସ, ଦ୍ୱିତୀୟ ମାସ, ତୃତୀୟ ମାସ, ଚତୁର୍ଥ ମାସ, ପଞ୍ଚମ ମାସ ହେଲା। ଟୋଟାଲ ସମ୍, ସମ୍ ବାଇ ନମ୍ବର, ନମ୍ବର କେତେ 6 ଇଜିକାଲ ଟୁ ଆଭରେଜ କେତେ ଦେଇଛି, ଆଭରେଜ ଦେଇଛି 6 5 6 5 0 0 ହଁ ନା ନାଇଁ। ଆଭରେଜ ଦେଇଛି ଏଠି ବା 6 5 0 0 ଇଜିକାଲ ଟୁ 6 5 0 0 ସମ୍ ଅପନ ନମ୍ବର ହେଲା। ଏବେ ଏତିକ ମିଶେଇ ଦିଅ ଦେଖ ଏଠି 2 5 2 7 ହେଲା। 5 5 10 7 17 ନା କେତେ ହଉଛି ଆଉ ଥରେ ମିଶେଇବା 3 2 5 5 3 15। ଦେଖ ଏଠି ଏଠି ଦେଖ 2 ଏଠି 0 2 0 0 5 ହେଲା। କେତେ ହେଲା 5 2 7 7 7 14 14 5 କେତେ 19 9 ରଖିନେଲା 1 ହେଲା। ତାପରେ ଦେଖ ଏଠି 6 3 9 ହେଲା। 9 1 10 ଯୋଉ 1 ନେଇଥିଲେ 10 10 5 15 15 5 15 2 17 17 3 କେତେ 20 0 ରଖିନେଲା 2 ହେଲା। ତାପରେ ଦେଖ ଏଠି ଏପଟେ ନିମିଷ 5 2 7 ହେଲା। 7 8 7 କେତେ 15 15 9 କେତେ 24 24 4 28 2 ଏକାଦଶ ନେଇଥିଲେ 2 2 ହେଲେ 30 ଶୂନ ହେଲା 3। ତାପରେ ଏଠି ଦେଖ 6 ହେଲା। 6 ଏଇଠି 6 ଏଇଠି 6 ଏଇଠି 6 କେତେ 6 ଯୋଗୁ 24 24 7 କେତେ 24 7 ହେଲେ 7 4 11 31 31 ପୁଣି ଆମେ ନେଇଥିଲେ ଏକାଦଶ 3 34 34,009 ହେଲା। ତାର ମିଶ୍ରଣ x କୁ x ରଖିଦିଅ ଇଜିକାଲ ଟୁ କେତେ ହେଇଯିବ 6 5 କୁ ଏଟା ଏପଟକୁ ଗୁଣି ଦିଅ 6 5 0 0 ଇଣ୍ଟୁ 6 ହେଲା। ଇଏ ଏପଟକୁ ଆସିବ ଗୁଣି ହେଇଯିବ କେତେ ହେଇଯିବ 34,009 ମିଶ୍ରଣ x ଇଜିକାଲ ଟୁ ଡବଲ ଶୂନ କୁ ଡବଲ ଶୂନ ହେଲା 5 କୁ 30 6 7 3 କେତେ ହେଲା। ତାହେଲେ ଏବେ x ର ଭାଲ୍ୟୁ କେତେ ହବ 3 9 0 0 ତିନିଟା ଶୂନ ଅଛି ମାଇନସ 34,000 କେତେ 9 ହେଲା। 10 ରୁ 9 ଗଲେ 1 ଏଇଠି ଆସିବ 9 ଦେଖ ଏଇଠି କୋଉଠି 9 ଅଛି ଏଇଠି 5 ବି ଅଛି ଏଇଠି ଦିଅ ପୁରା 9 ଏଇଟା ଆସିବ 38 ହେଇଯିବ 8 ରୁ 4 ଗଲେ 4 4 9 9 1 ଅପସନ ଏ ହେଲା। ଏଇଟା ହଉଛି 6 ନମ୍ବରର ସେଲ୍। 6 ନମ୍ବର ମାସରେ ସେ ଏତିକି ସେଲ୍ କରିଛି 4 9 1।
No, no. Next question देखिए. If you one third, if one third of one fourth of a number is 15 ହେଲା, then the three third of the number କେତେ? ତିନି ଚତୁର୍ଥାଂଶ ଯଦି ଏକ ସଂଖ୍ୟାର ହେଲା ପ୍ରଥମ ସଂଖ୍ୟା ମାନଙ୍କର x ନେଇଯାଅ ତାର କେତେ ନା ୱାନ୍ ଥାର୍ଡ ୱାନ୍ ବାଇ ଥ୍ରୀ ନେଇଯାଅ କୋଶ୍ଚିନ୍ ଦେଇଛି ୱାନ୍ ଥାର୍ଡ ତାପରେ ୱାନ୍ ବାଇ ଫୋର ଏକ ଚତୁର୍ଥାଂଶ ୱାନ୍ ବାଇ ଫୋର ଇଜିକାଲ ଟୁ କେତେ ନା 15 ତାହେଲେ x ଇଜିକାଲ ଟୁ କେତେ ହେଲା 15 ଇଣ୍ଟୁ 12 ଗୁଣିଆ ଦରକାର ନାହିଁ ସେ ପଚାରୁଛି କଣ ସେଇ ସଂଖ୍ୟାର ତିନି ଚତୁର୍ଥାଂଶ ମାନେ 15 ଇଣ୍ଟୁ 12 ତିନି ଚତୁର୍ଥାଂଶ ତାହେଲେ ଆନ୍ସର କେତେ ହବ ଆନ୍ସର ଇଜିକାଲ ଟୁ 15 ଇଣ୍ଟୁ 12 ତିନି ଚତୁର୍ଥାଂଶ 3 ବାଇ 4 ହେଲା 4 ତିରିକି 12 15 ନୂଆ 135 देखो 135 ऑप्शन नहीं एटी कर दिया 135 एक छाड़ी ये ऑप्शन नहीं है नेक्स्ट क्वेश्चन देखिए द डिफरेंस बिटवीन a two digit number and the number obtained in interchanging the position of its digits is 36 ହେଲା what is the difference between the digits number ଦେଖ ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା ଏବଂ ତାହାର ଅଙ୍କ ଗୁଡ଼ିକର ସ୍ଥାନ ବଦଳେ ଅଦଳ ବଦଳ କରି ପାଇଥିବା ସଂଖ୍ୟାର ତଫାତ୍ 36 ହେଲା ତେବେ ସେଇ ସଂଖ୍ୟାର ଦୁଇଟି ଅଙ୍କର ତଫାତ୍ କେତେ ତାଙ୍କର ଡିଫରେନ୍ସ କେତେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ମନେକର ଗୋଟେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ନିଅ 10x ପ୍ଲସ୍ y ତାର କଣ ନା ଅଦଳ ବଦଳ କରିବା ହେଲା ଇଣ୍ଟରଚେଞ୍ଜିଂ କରିବା ଅଦଳ ବଦଳ କଲେ କେତେ ହବ 10y ପ୍ଲସ୍ x ହେଲା ଏଠି ଦେଖ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ତାହା ଅଙ୍କ ଗୁଡ଼ିକର ସ୍ଥାନ ଅଦଳ ବଦଳ ପ୍ରଥମେ ମାନଙ୍କର 10x ପ୍ଲସ୍ y ନେଲେ ତାକୁ ଅଦଳ ବଦଳ କଲେ 10y ପ୍ଲସ୍ x ହେଲା ଆଙ୍କ ଭିତରେ ତଫାତ୍ କେତେ 36 ମାନେ 10x ପ୍ଲସ୍ y ମାଇନସ୍ 10y ହେଲା ପ୍ଲସ୍ x ଏଇଠି ମୋଡ ଦେଇଦିଅ ମୋଡ କଣ ପାଇଁ ଆମେ ଜାଣିନେ ନା କୋଉଟା ବଡ ମନେକର ଏଇଟା ବି ବଡ ହେଇପାରେ ଏଇଟା ବି ବଡ ହେଇପାରେ ସେଥିପାଇଁ ମୋଡ ଦେଇଦେଲେ ଯଦି ମୋଡ ନଦବା ନେଗେଟିଭ ଆସିବ ଭାରି ତମେ ଜାଣିଛ ମୋଡ ଥିଲେ ସବୁବେଳେ ପଜିଟିଭ ହବ ହେଲା ତେଣୁ ଆମେ ମୋଡ ଦେଇଦବା ଇଜିକାଲ କେତେ 36 ତାହେଲେ 10x ହେଲା ମିଶାଣ y ଏଟା ବି ତ ମାଇନସ୍ 10y ମାଇନସ୍ କେତେ ହେଇଯିବ x ର ମୋଡ ଇଜିକାଲ କେତେ 36 ହେଲା ଏଠି ଦେଖ 10x ମାଇନସ୍ x କେତେ ହେଇଗଲା 9x ଏଟା କେତେ ହବ ନା ମାଇନସ୍ 9y ଇଜିକାଲ କେତେ ହବ 36 ତାହେଲେ 9 କମନ ନେଇଯାଅ x ମାଇନସ୍ y 36 x ମାଇନସ୍ y ଇଜିକାଲ କେତେ 4 ଅପସନ କୋଉଟା B ହେଲା ନେକ୍ସଟ କ୍वेश्चन ଦେଖିଆ a two digits number is such that the product of digits is 8 when 18 is added to the number the digits are reversed ହେଲା the number is ତାହେଲେ ନମ୍ବରଟା ତାହେଲେ କେତେ ଓଡ଼ିଆରେ ବଢିଆ ଦୁଇ ଅଙ୍କ ବିଶିଷ୍ଟ ଏକ ସଂଖ୍ୟାର ଅଙ୍କ ଦୁଇଟିର ଗୁଣଫଳ 8 ହେଲା ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଯାହାର ଗୁଣଫଳ ମାନେ ଦିଟା ସଂଖ୍ୟା ଗୁଣିଲେ 8 ହେଉଥିବ ସେଇ ସଂଖ୍ୟାରେ 18 ଯୋଗ କଲେ ହେଲା ଯଦି ସେଇ ସଂଖ୍ୟାରେ ଆମେ 18 ଯୋଗ କରିବା ତାର କଣ ନା ଅଙ୍କ ଦୁଇଟିର ସ୍ଥାନ ଚେଞ୍ଜ ହେଇଯାଉଛି ଅଦଳ ବଦଳ ହେଇଯାଉଛି ତାହେଲେ ସଂଖ୍ୟାଟି କେଉଁଠି ସବୁଠୁ ବେଷ୍ଟ ଉପାୟ କଣ ନା ଅପସନ ନେଇଯାଅ ହେଲା ସବୁଠୁ ବେଷ୍ଟ ଉପାୟ କଣ ଅପସନ ନେଇଯାଅ ଦେଖ ପ୍ରଥମ ଅପସନ ନିଅ 18 18 ଗୋଟେ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା 18 ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ଆଙ୍କର ଗୁଣଫଳ 8 ମାନେ 8 ଇଣ୍ଟୁ 8 ଇଣ୍ଟୁ 1 କେତେ 8 ଗୁଣଫଳ 8 ପ୍ରଥମ କଣ୍ଡିସନ ସବୁ ମାନେ ସାଟିସ୍ଫାଏ ହେଇଗଲା ତାପରେ ସେଇ ସଂଖ୍ୟାରେ 18 ଯୋଗ କଲେ 18 ରେ ଆମେ 18 ଯୋଗ କରିବା କେତେ ହଉଛି 36 ହେଇଯାଉଛି କିନ୍ତୁ ସେ ଦେଇଛି କଣ ସ୍ଥାନ ଅଦଳ ବଦଳ ହେଇଯାଏ ମାନେ କଣ ହେଇଯିବ 81 ହେଉଥିବା ଦରକାର କିନ୍ତୁ ଆମେ 18 ରେ 18 ଯୋଗ କଲେ 36 ହଉଛି ସେ କହୁଛି କୋଶ୍ଚିନ୍ 81 ହଉଥିବା ଦରକାର ହେଲା ଅଦଳ ବଦଳ ମାନେ 18 ରେ ଯଦି ଆମେ 18 ଯୋଗ କରିବା 81 ହଉଥିବ କିନ୍ତୁ 81 ତ ହବନି 36 ହଉଛି ଅପସନ ଏ ହବନି ଏମିତି ଅପସନ ନେଇକି କରିବ ହେଲା କିଛି ବେଶୀ ନବା ଦରକାର ନାହିଁ ତାପରେ କୋଉଟା ନବା ମନେକର ଅପସନ ଏ ହଉନି ଅପସନ ଡି କୁ ଉଠ ହେଲା 18 81 ତ ଏଇଟା ବି ହବନି ହେଲା ଏଇଟା ବି ହେଲାନି ଏଇଟା ବି ହବନି କାରଣ 81 ତମେ ଯଦି 18 ମିଶିବ 8 କରିନ 8 କରିନ ଏଇଟା ବି ହଉନି ଅନେଶତ ହେଇଯାଉଛି ହେଲା ଏଇଟା ବି ହବନି ଅପସନ ବି ଉଠ ମନେକର 24 ହେଲା ପ୍ରଥମ ସଂଖ୍ୟା 24 ତାର ଦୁଇଟି ସଂଖ୍ୟା ଗୁଣିଲେ 8 ହଉଥିବା ଦରକାର ମାନେ 2 ଇଣ୍ଟୁ 4 8 ହଉଥିବା ଦରକାର 8 ବି ହଉଛି 2 ଚଉକୁ 8 ତାପରେ କଣ ନା 24 ରେ ଆମେ ମିଶେଇବା କେତେ ସେକେଣ୍ଡ କଣ୍ଡିସନ ଦେଇଛେ ସେକେଣ୍ଡ କଣ୍ଡିସନ ଆମେ 24 ରେ 18 ଯୋଗ କରିବା କେତେ ହବ 42 ଆଉ 8 4 12 2 ରଖିଲେ ହେଲା 42 ପରଫେକ୍ଟ ହେଲା 24 ରେ 18 ଯୋଗ କରିବା ଯାହା ଫଳରେ 42 ମାନେ କଣ ସଂଖ୍ୟାଟା ଅଦଳ ବଦଳ ହେଇଯାଉନି 24 ରେ ଆମେ 18 ଯୋଗ କଲେ ସଂଖ୍ୟାଟା କଣ 4 2 ହେଇଗଲା ସେଇ ସଂଖ୍ୟାକୁ ସହି କିନ୍ତୁ କଣ ଅଦଳ ବଦଳ ହେଇଗଲା ହେଲା ସେ ଦେଇଛି ଅଦଳ ବଦଳ ହେବା ଦରକାର ଅଦଳ ବଦଳ ହେଇଗଲା କଣ୍ଡିସନ ସାଟିସ୍ଫାଏ ଅପସନ କୋଉଟା ବି ତମେ ମନେକର ସି ଭାବୁ କେତେ ଜଣ ଭାବୁଥିବ ସି
ହେଲା ସି କୁ ନେଇକି ମଧ୍ୟ ଚେକ୍ କରିବ। କେତେ 4 ଦୁଗୁଣେ 8, ପ୍ରଥମ କଣ୍ଡିସନ ସାଟିସ୍ଫାଏ, ତାହେଲେ 42 ରେ ଆମେ 18 ଯୋଗ କରିବା ମନେକର। ଏଟା କେତେ 8 2 10 ଶୂନ ଆସୁଛି ହେରି, କିନ୍ତୁ ବୁଝିପାରିଲ ନା 24 ହେବା ଦରକାର, 24 ତ ହବନି। 42 ରେ 18 ଯୋଗରେ କଣ 24 କି? 42 18 ଯୋଗରେ କେତେ ହଉଛି? 60। ଅପସନ କୋଉଟା? ବି। ନେକ୍ସଟ କ୍ୱେଶ୍ଚିନ୍ ଦେଖେ, what list number must be added to 1056 so that the sum is completely divisible by 23? 1056 କୁ ଆମେ 23 ଦ୍ୱାରା ଭାଗ କରିବା। ଭାଗ କର ଆଗ, 1056 ହରଣ 23 କେତେ ହବ? 23 କେ 23, 23 3 69, ଏଟା କୋଉଥିରେ କଟୁଛି? 23 ଚଉକୁ 92, 23 5 115 ହଉନି ହେଲା। 23 ଷୋହଳ 138 ହେଲା, 6 ତାରିଖ 18 ହେଇଯାଉଛି, କିନ୍ତୁ 23 ଷୋହଳ ଯେହେତୁ 23 ପଞ୍ଚା ପକେଇ ଦିଅ 115 କେତେ ହବ? 16 ରୁ 5 ଗଲେ 6 ରୁ 5 ଗଲେ 1, 3 ଗଲେ 2 21 ହେଲା। ଏବେ କଣ କରିବା ଦେଖ, ଏବେ କଣ କରିବା? ସେ ଦେଇଛି କେତେ ଦେଖ, ଆମେ କେତେଟା ଲିଷ୍ଟ ନମ୍ବର କେତେ ଆମେ ହ୍ୱାଟ ଇଜ ଦ ଲିଷ୍ଟ ନମ୍ବର ମଷ୍ଟ ବି ଆଡେଡ ଟୁ 1056, ଆମେ 1056 ନା କେତେଟା କମ ମାନେ କୋଉ ସଂଖ୍ୟାଟା ଏମିତି ମିଶିବା ଯୋଉଟା କଣ 23 ଦ୍ୱାରା ଡିଭିଜିବୁଲ ହେଇଯିବ। ଦେଖ 23 ମାଇନସ 21 କେତେ ହଉଛି? 2, 2 ଫରକ ନା। 23 ମାଇନସ 21 ଯଦି ଆମେ 2 ଏଥିରେ ମିଶାଇ ଦବା କେତେ ହେଇଯିବ? 1058, 1058 କମ୍ପ୍ଲିଟ ଡିଭିଜିବୁଲ ହେଇଯିବ। 23 ଚଉକୁ କେତେ 92, 23 ଚଉକୁ 38 ହେଲା, ତାହେଲେ କେତେ 2, ତାହେଲେ ମିନିମମ ସଂଖ୍ୟା କୋଉଟା? 2, ମାନେ ଲିଷ୍ଟ ନମ୍ବର ହଉଛି 2, ଯୋଉଟା 2 ଦ୍ୱାରା ମିଶେଇଲେ ମାନେ କଣ ସବୁଠୁ କମ ସଂଖ୍ୟା ହଉଛି 2। 1056 ଆମେ ଯଦି 2 ମିଶେଇବା ଯୋଉଟା 23 ଦ୍ୱାରା ଡିଭିଜିବୁଲ ହେଇଯାଉଛି, ଅପସନ କୋଉଟା? 2 ନା, ତମେ ଅପସନ ନେଇକି ମଧ୍ୟ ଚେକ୍ କରିପାରିବ। ଅପସନ 2। ନେକ୍ସଟ क्वेश्चन देखिए, a sum of money is to distributed among A, B, C and D in the proportion 5:2:4:3 if C gets 1000 more than the D, তাহলে B ର ସେୟାର କେତେ? ପୁରା ସିମ୍ପଲ क्वेश्चन, ଏଠି ଲେଖିଦିଅ A, ଏଠି ଲେଖିଦିଅ B, ଏଠି ଲେଖିଦିଅ C, ଏଠି ଲେଖିଦିଅ D ହେଲା। A ର ରେସିଓ କେତେ? 5, B ର 2, C ର କେତେ? C ର ହଉଛି 4 ଆଉ D ର କେତେ ନା 3। C gets 1000 more than D, C D ଠୁ 1000 ଅଧିକ ପାଇଲା, ତାହେଲେ C ଆଉ D ଭିତରେ ଡିଫରେନ୍ସ କେତେ? 1। ବୁଝିପାରୁଛ ନାଇଁ? C D ଠାରୁ 1000 ଅଧିକ ପାଇଲା, ତାହେଲେ C ଏଇଠି ଦେଖ ରେସିଓରେ କେତେ ୟୁନିଟ୍ ଅଧିକ ଅଛି? 1 ୟୁନିଟ୍। 1 ୟୁନିଟ୍ ଭ୍ୟାଲୁ ତାହେଲେ କେତେ ହବ? 1000, 1000 ଟଙ୍କା ଅଧିକ ପାଇଲା, ତାହେଲେ 1 ୟୁନିଟ୍ ଅଧିକ ପାଇଛି, 1 ୟୁନିଟ୍ ଭ୍ୟାଲୁ ହଉଛି 1000। B ର ସେୟାର କେତେ ହବ? 1 ୟୁନିଟ୍ ଭ୍ୟାଲୁ ଯଦି 1000, 2 ୟୁନିଟ୍ ଭ୍ୟାଲୁ କେତେ ହବ? 2000। ଅପସନ ସି ହେଲା। ନେକ୍ସଟ क्वेश्चन ଦେଖିବା, there are two examination rooms A and B. If 10 students are sent from A to B, ହେଲା, then the number of students in each room becomes the same, ହେଲା। If 20 students are sent from B to A, then the number of students A, then the number of student in A becomes double the number of student of B, ହେଲା। the number of student in A, ତାହେଲେ A ର ଆଗରୁ ତାହେଲେ କେତେ ଦେଲି ଦେଖ, ଓଡ଼ିଆରେ ବଢିଆ ହବ। ଦୁଇଟି ପରୀକ୍ଷା କକ୍ଷ A and B ଅଛି ହେଲା, ଯଦି A ରୁ 10 ଜଣ ଛାତ୍ର B କୁ ପଠାଯାଏ ତେବେ ଉଭୟ କକ୍ଷରେ ଛାତ୍ର ସଂଖ୍ୟା ସମାନ ହୋଇଯାଏ ହେଲା। ଯଦି B ରୁ 20 ଜଣ ଛାତ୍ରଙ୍କୁ A କୁ ପଠାଯାଏ ତେବେ କଣ ନା A କକ୍ଷରେ ଛାତ୍ର ସଂଖ୍ୟା B ର 2 ଗୁଣ ହୋଇଯାଏ ହେଲା। ବୁଝିପାରୁଛ କୋଶ୍ଚିନ୍? କୋଶ୍ଚିନ୍ ଭଲରେ ପଢ। ତାହେଲେ A କକ୍ଷରେ ପ୍ରଥମେ କେତେ ଜଣ ଛାତ୍ର ଥିଲେ ଦେଖ, କେମିତି କରିବା? ପ୍ରଥମେ ନେଇଯାଅ A, ତାପରେ B ହେଲା। ନିୟମ ଅନୁସାରେ କଣ ଦେଇଛି ନା ଦୁଇଟି ପରୀକ୍ଷା କକ୍ଷ A ଓ B, A ଓ B। ଯଦି A ରୁ 10 ଜଣ ଛାତ୍ରକୁ B କୁ ପଠାଯାଏ, A ରୁ ଆମେ ଦେଖ A ରୁ 10 ଜଣ ମାଇନସ କରିବା, କାହାକୁ ଦବା? B କୁ ଦବା। B ରେ 10 ଜଣ ମିଶେଇବା ହେଲା। A ରେ 10 ଜଣ ଛାତ୍ର ମାଇନସ କଲେ, 10 ଜଣ ଛାତ୍ରକୁ ଆମେ କାହାକୁ ଦବା? B କୁ ଦବା। ଯାହା ଫଳରେ କଣ ଏତିକି ଏମିତି କଲେ ମାନେ ବୁଝାଯାଉଛି ନା, ଏମିତି କଲେ କଣ ନା ତେବେ ଉଭୟ କକ୍ଷରେ ଛାତ୍ର ସଂଖ୍ୟା ସମାନ ହୋଇଯାଏ। ଯଦି 10 ଜଣ ଛାତ୍ରକୁ B କୁ ପଠେଇବା ତାହେଲେ ଏଇଥିରେ ଯାହା ଏଇଥିରେ ସେୟା ସେଇଆ ହେଇଯିବ, ମାନେ ଏଇଥିରେ ଯେତିକି ସଂଖ୍ୟା ହେଇଯିବ ଏତିକି ସେତିକି ସଂଖ୍ୟା ହେଇଯିବ। ବୁଝିଲ ନା? ମାନେ ଏତିକି ଯେତିକି ଛାତ୍ର ଏଇଥିରେ ସେତିକି ଛାତ୍ର ହେଇଯିବେ, ମାନେ A ମାଇନସ ତ ଇଜ ଇକାଲ ଟୁ B ପ୍ଲସ 10 ହଁ ନାଇଁ? 10 ଜଣ ଛାତ୍ରକୁ ଆମେ B କୁ ପଠେଇଦବା, ଯାହା ଫଳରେ କଣ ଉଭୟ କକ୍ଷରେ ଛାତ୍ର ସଂଖ୍ୟା ସମାନ ହେଇଯିବ। A କକ୍ଷରେ ଯେତିକି ଛାତ୍ର B କକ୍ଷରେ ସେତିକି ଛାତ୍ର, ତାହେଲେ A ମାଇନସ B ଇଜ ଇକାଲ ଟୁ B ପ୍ଲସ 10 ହେଲା। ଏବେ କଣ କରିବା? ଦେଖ A ଇଜ ଇକାଲ ଟୁ କେତେ ହେଇଯିବ ନା B
ମିଶ୍ରଣ 10 ଏପଟକୁ ଆସିଲେ କେତେ ହେଇଯିବ 20 ହେଲା। ଏଇଟା ଦେଇଯିବ ଇକ୍ୱେସନ 1। ପ୍ରଥମ କଣ୍ଡିସନ ସାଟିସ୍ଫାଏ ଇକ୍ୱେସନ 1। ତାପରେ ଦେଖ A କୁ ଲେଖିଦିଅ ଏଇଠି, B ଲେଖିଦିଅ ଏଇଠି। ତାପରେ ଯଦି B ରୁ 20 ଜଣ ଛାତ୍ରକୁ A କୁ ପଠାଯାଏ, B ରୁ ଆମେ 20 ଜଣ ଛାତ୍ର କଣ ମାଇନସ କରିବା, 20 ଜଣକୁ ମାଇନସ କରିବା, କାହାକୁ ପଠେଇବା A କୁ ପଠେଇବା, A ମିଶାଣ 20 ହେଲା। ତେବେ A କକ୍ଷରେ ହେଲା, A କକ୍ଷରେ ଛାତ୍ର ସଂଖ୍ୟା B ର 2 ଗୁଣ ହେଇଯାଏ। ତାହେଲେ A କକ୍ଷରେ କେତେ ଛାତ୍ର ସଂଖ୍ୟା ହେବେ A ପ୍ଲସ 20 ଇଜିକାଲ ଟୁ କଣ ନା B କକ୍ଷରୁ 2 ଗୁଣ ହେଇଯାଏ। B ସଂଖ୍ୟା B ରେ ଏବେ ଛାତ୍ର ସଂଖ୍ୟା କେତେ B ମାଇନସ 20 ନା ଆର 2 ଗୁଣ ହେଇଯାଏ, ମାନେ କେତେ 2 ହୋଲ୍ ଇଣ୍ଟୁ B ମାଇନସ 20 ହେଲା। ତାହେଲେ A ପ୍ଲସ 20 ଇଜିକାଲ କେତେ ହବ 2B ମାଇନସ 40 ହେଲା। ତାହେଲେ A ଇଜିକାଲ ଟୁ କେତେ ହବ 2B ମାଇନସ 40। ତାହେଲେ A ଇଜିକାଲ ଟୁ କେତେ ହବ 2B ମାଇନସ କେତେ ହବ, ଏପଟେ ଆସିବ 60 ହେଲା। ଦେଖ ଏଇଠି ଏଟା ଦେଇଦେବ ଇକ୍ୱେସନ 2 ହେଲା। ଏଠି ଦେଖ A ର ଭାଲ୍ୟୁ ଏତିକି ବାହାରିଲା, ଏଠି ଦେଖ A ର ଭାଲ୍ୟୁ ଏତିକି ବାହାରିଲା। ତାହେଲେ A ର ଭାଲ୍ୟୁ ଏଇଠି ଏତିକି, LHS LHS RHS RHS ଇକ୍ୱାଲ କରିଦିଅ। ତାମାନେ କଣ B ପ୍ଲସ 20 ଇଜିକାଲ ଟୁ କେତେ ହେଇଯିବ 2B ମାଇନସ 60 ହେଲା। ଏବେ କଣ କରିବା ଦେଖ ଏପଟକୁ ଦେଖ 2B ମାଇନସ B, ଏପଟକୁ ଏଇଟା ଏଇଟା ଏପଟକୁ ନେଇଯାଅ, ଏଇଟା କୁ ଗାଣ হবে ହେଲା। B ଇଜିକାଲ ଟୁ କେତେ ହେଇଯିବ 80। ସେ ପଚାରୁଛି A ର ସଂଖ୍ୟା କେତେ ଥିଲେ, A ର ଭାଲ୍ୟୁ କେତେ B ପ୍ଲସ 20, ତାହେଲେ A ଇଜିକାଲ ଟୁ 20 ମିଶାଣ B, B ଭାଲ୍ୟୁ କେତେ 80 ଇଜିକାଲ ଟୁ 100। ଅପସନ କୋଉଟା ସି ହେଲା। ଏ ସଂଖ୍ୟାରେ ଆଗରୁ କେତେ, ଏ ସଂଖ୍ୟାରେ ପ୍ରଥମେ କେତେ ଜଣ ଛାତ୍ର ଥିଲେ, ଏ ସଂଖ୍ୟାରେ ପ୍ରଥମେ ଏତିକି ଛାତ୍ର ଥିଲେ, କେତେ B ପ୍ଲସ 20। ନେକ୍ସଟ କ୍ୱେଶ୍ଚନ ଦେଖିବା। A sum of 12,000 is divided between A and B in such way that 20% of a share is equal to 30% of B ହେଲା। ତାହେଲେ କଣ find A share, 20% of share of A, 20% of A is equal to 30% of B ହେଲା। ଆଉ ପରସେଣ୍ଟ କୁ ପରସେଣ୍ଟ କାଟିଦିଅ, ଗୋଟେ ଶୂନ କାଟିଦିଅ, କେତେ ହେଲା 2A is equal to 3B ହେଲା। ତାହେଲେ A by B is equal to କେତେ ହବ, A ର ଭାଲ୍ୟୁ କେତେ ହବ 3 ଆଉ B ର ଭାଲ୍ୟୁ କେତେ ହବ 2 ହେଲା। ପଡିଶା ର ଅପସନ ଆସିବ ହେଲା। A ର ଭାଲ୍ୟୁ ହବ ଏଇଟା, B ର ଭାଲ୍ୟୁ ହବ 2 ହେଲା। A ର ଭାଲ୍ୟୁ ହବ 3, B ର ଭାଲ୍ୟୁ ହବ କେତେ। ଏବେ କଣ 12,000 ବି 12,000 ଟଙ୍କାକୁ ଆଙ୍କ ଭିତରେ ବଣ୍ଟା ହବ ହଁ ନା। ତାହେଲେ 12,000 କାହାର ଭାଲ୍ୟୁ ହବ 5 ର ଭାଲ୍ୟୁ ହବ। ଆମକୁ ଦରକାର କାହାର A ର ଅଂଶ କେତେ, A ର ଅଂଶ କେତେ 3, A 3 ୟୁନିଟ୍ ନବ ହେଲା। 5 କାଟିଲେ ଦେଖ ଏଠି ଏଟାକୁ ଗୋଟେ ଶୂନ ଅଛି, ଏଟାକୁ ଏମିତି କରିଦିଅ ହେଲା। 1200 ଇଣ୍ଟୁ 10, 5 ଦୁଗୁଣେ 10 କେତେ ହବ 12 ଦୁଗୁଣେ 24, ତିରିକି କେତେ 72 ହେଲା। Next question ଦେଖ, the present age of A and B are in the ratio 5:3 ହେଲା। 8 years later the ratio of their ages become 7:5। what is the present age of A, ଆଗ ନେଇଯାଅ A, ଏଇଠି ଆଗ ନେଇଯାଅ B ହେଲା। ଏଇଠି ବର୍ତ୍ତମାନ ବୟସ ନାଓ, ନାଓ ର କାହାଣୀ କଣ ନା A ହଉଛି 5 ବର୍ଷ ହେଲେ B ହଉଛି 3 ବର୍ଷ ହେଲା। ତାପରେ 8 ବର୍ଷ ପରେ କଣ ନା ରେସିଓ ବିକମ୍ସ, 8 ବର୍ଷ ପରେ ଏଇଠି 8 ବର୍ଷ କର, ଆର ବି 8 ବର୍ଷ କର, ପ୍ଲସ 8 ବର୍ଷ ହେଲା। ଦି ଜଣଙ୍କୁ 8 ବର୍ଷ ପଛକୁ ଆଗକୁ ନବା, ତାଙ୍କର କେତେ ହେଇଯିବ ନା ରେସିଓ କେତେ ହେଇଯିବ 7:5 ହେଲା। ତାହେଲେ କଣ ଦେଇଛି A ର ବର୍ତ୍ତମାନ ଏଜ୍ କେତେ, ତାହେଲେ 5, A ର ବର୍ତ୍ତମାନ ଏଜ୍ କେତେ 5, 5 ର ଭ୍ୟାଲୁ କେତେ ହେଲା। କେମିତି କରିବା ଦେଖ, ପ୍ରଥମେ କଣ ନା ଏ ଡିଫରେନ୍ସ କୁ ସମାନ କର। ଆଙ୍କ ଭିତରେ ଡିଫରେନ୍ସ କେତେ ବର୍ତ୍ତମାନ 2, ଆଙ୍କ ଭିତରେ ଡିଫରେନ୍ସ ଏବେ କେତେ 2 ହେଲା। ତାହେଲେ 3 5 କଲେ କେତେ 2, ଏଇଠି ଦେଖ 3 5 କଲେ କେତେ 2, 2 ୟୁନିଟ୍ ର ଭାଲ୍ୟୁ କେତେ 8, ତାହେଲେ 1 ୟୁନିଟ୍ ର ଭାଲ୍ୟୁ କେତେ 4, ତାହେଲେ 5 ୟୁନିଟ୍ ର ଭାଲ୍ୟୁ କେତେ ହବ 20। ଅପସନ କୋଉଟା ଏ ହେଲା। ମୁଁ ଏଠି ଡିଫରେନ୍ସ କମି ସମାନ କଲି, ଆଗରୁ ବି କହିଛି ଡିଫରେନ୍ସ କମି ସମାନ କଲି, ତଥାପି ବି କହିଦଉଛି ଡିଫରେନ୍ସ କମି ସମାନ କଲି। ଦେଖ ଡିଫରେନ୍ସ କମି ସମାନ ହେଲା, ତମର ଏଇଠି ଜାଣିଦବ ହେଲା। ମନେକର ତମେ ତମ ବାପା ଆଉ ତମେ ମନେକର ତମ ନାଁ ହଉଛି ଏମ ନେଇଛ ତମେ ହେଲା। ଏଇଟା ହଉଛି ବାପା, ଏଇଟା ହଉଛି ତମେ ମାନେ ମୁଁ, ବାପା ମୁଁ ମାନେ ତମେ ହେଲା। ବାପାଙ୍କର ବୟସ ମନେକର ନେଇଯାଅ 30 ହେଲା। ବାପାଙ୍କର ବୟସ ମନେକର 30, ତମ ବୟସ ମନେକର ନେଇଯାଅ କେତେ 10 ନେଇଯିବା ହେଲା। 20 ବର୍ଷରେ ବାପା ବାହା ହେଇଥିଲେ ହେଲା।
ତମ ବୟସ ମନେକର କେତେ 20 ସରି 10। ତମ ବାପା ବୟସ ହଉଛି F, ଏଇଟା ହଉଛି ଫାଦର, ତମ ବାପା ବୟସ, ଏଇଟା ହଉଛି ତମେ, ମାନେ ତମ ବୟସ ମନେକର 10 ହେଲା। ଏବେ କଣ, ଆଉ 8 ବର୍ଷ ପରେ ହିସାବ କର, ଏଇଠି 8 ବର୍ଷ ନେଇଛ, ଆଉ ଆର 8 ବର୍ଷ ନେଇଛ, କେତେ ହବ? ବାପାଙ୍କ ବୟସରେ 8 ବର୍ଷ ମିଶିଗଲେ କେତେ ହବ? 18 30। ତାଙ୍କ ବୟସରେ ତମ ବୟସର 8 ମିଶିଗଲେ କେତେ ହେଇଯିବ? 18 ହେଲା। ଏବେ ଦେଖ 30 20 ଭିତରେ ଡିଫରେନ୍ସ କେତେ? 30 10 ଭିତରେ ଡିଫରେନ୍ସ 20, ଆଙ୍କ ଭିତରେ ଡିଫରେନ୍ସ ବି 20। ତାହେଲେ ଏଠି ଆମେ କଣ ଶିଖିଲେ? ଆଙ୍କ ଭିତରେ ଡିଫରେନ୍ସ ବି 20, 38 ମାଇନସ ସରି 38 ମାଇନସ 18 ବି ଡିଫରେନ୍ସ 20। ତାହେଲେ ଏଠି ଆମେ କଣ ଶିଖିଲେ? 8 ବର୍ଷ ପଛୁଆ ଗଲେ ଡିଫରେନ୍ସ 20, 8 ବର୍ଷ ବି ଆଗକୁ ଗଲେ ବି 8 ବର୍ଷ ଆଗକୁ ଯଦି ଯିବ ଏଇ ଡିଫରେନ୍ସ 20 ହବ ହେଲା। ବୁଝିଛ ନା ନାଇଁ? ତମେ ଏଇଠି 8 ବର୍ଷ ଜାଗାରେ 12 ବର୍ଷ ପଛକୁ ନିଅ, 12 ବର୍ଷ ଆଗକୁ ନିଅ, 12 ବର୍ଷ ଯିବ ମାନେ ଆଗକୁ ନିଅ ପଛକୁ ନିଅ, ଯାହା ନେଲେ ବି ଡିଫରେନ୍ସ ସମାନ ହବ। ତେଣୁ ଏଠି କଣ, ଏଇଠି 5 3 ଭିତରେ ଡିଫରେନ୍ସ ଆଗରୁ ଯେତିକି ଥିଲା ହେଲା, ତାଙ୍କ 5 3 ଭିତରେ ଡିଫରେନ୍ସ କେତେ ଥିଲା? 2। ତାମାନେ 8 ବର୍ଷ ପରେ ତାଙ୍କ ଭିତରେ ଡିଫରେନ୍ସ ବି 2 ହବା ଦରକାର। ଯଦି ଏଟା 1 ହେଇଥାନ୍ତା ତାହେଲେ ଆମେ ଡିଫରେନ୍ସ କୁ ଇକ୍ୱାଲ କରିଥାନ୍ତେ ହେଲା। ବୁଝିଗଲା? ଯେହେତୁ ଡିଫରେନ୍ସ ମାନ ଅଛି ତେଣୁ 3 5 ଗଲେ 2, 2 ୟୁନିଟ ର ଭାଲ୍ୟୁ ହଉଛି 8 ବର୍ଷ, 1 ୟୁନିଟ ର ଭାଲ୍ୟୁ ହଉଛି 4, 5 ୟୁନିଟ ର ଭାଲ୍ୟୁ କେତେ? ଅପସନ ନେକ୍ସଟ କ୍ୱେଶ୍ଚନ ଦେଖିବା। A sum of money is divided among P Q R in the ratio 3:5:7 ହେଲା। If R gets 12,000 more than Q, ଏ ଟାଇପର କ୍ୱେଶ୍ଚନ ବି କରାହେଇଛି, ରିପିଟ ହେଇଛି ଏଇ ଟାଇପର କ୍ୱେଶ୍ଚନ ହେଲା। କୋଉଟା ନା ଏଇଟା ବୋଧେ ଗଲା କ୍ୱେଶ୍ଚନ ଟା, ଏଇଟା ହେଲା, ଏଇଟା ଯାହା ଏଇଟା ସେୟା, ଏଇ କ୍ୱେଶ୍ଚନ ଟା ସେୟା ହେଲା। ଏ ବି ନୁହଁ, ପି କ୍ୟୁ ଦେଇଯିବା, ପି କୁ ନେଇଯିବା, ଏଠି ନେଇଯିବ ପି, ଏଠି ନେଇଯିବ କ୍ୟୁ, ଏଠି ନେଇଯିବ ଆର୍, ସରି ଆର୍ ହେଲା। ପି ର ରେସିଓ ନେଇଯିବ 3, ଆଉ କ୍ୟୁ ର ରେସିଓ ହଉଛି 5, ଆର୍ ର ରେସିଓ କେତେ? 7। ଆର୍ ଗେଟ୍ସ 12,000 ମୋର ଦାନ କେତେ? କ୍ୟୁ। ଆର୍ 12,000 ଅଧିକ ପାଇଛି କ୍ୟୁ ଠୁ, ଜେନେରାଲ ରେସିଓରେ ବି 2 ଅଧିକ ହେଲା। 2 ୟୁନିଟ ର ଭାଲ୍ୟୁ କେତେ ହବ? 12,000। 1 ୟୁନିଟ ର ଭାଲ୍ୟୁ କେତେ ହବ? 6,000। ଆମକୁ ପଚାରୁଛି କଣ? ଟୋଟାଲ ସମ୍ କେତେ? 5 3 8 7 କେତେ? 15 ହେଲା। ଟୋଟାଲ ସମ୍ କେତେ? ଟୋଟାଲ ସମ୍ ହଉଛି 15 ୟୁନିଟ, ମାନେ 15 ଇଣ୍ଟୁ 6 90। ଅପସନ କୋଉଟା? ସି ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦ ସମ୍ ଅଫ ଟୁ ନମ୍ବର ଇଜ 96 ହେଲା। ଦ ସମ୍ ଅଫ ଟୁ ନମ୍ବର ଇଜ କେତେ? ନା 96। ଇଫ୍ 25% ଅଫ ଦ ଫାର୍ଷ୍ଟ ନମ୍ବର ଇଜ ଇକ୍ୱାଲ ଟୁ 20% ଅଫ ଇଜ ଇକ୍ୱାଲ ଟୁ 20% ଅଫ ଦ ସେକେଣ୍ଡ ନମ୍ବର ହେଲା। ତାହେଲେ କଣ ନା, ଫାଇଣ୍ଡ ଦ ସ୍ମଲେଷ୍ଟ ନମ୍ବର। ତାହେଲେ ସ୍ମଲେଷ୍ଟ ନମ୍ବର କେତେ? କେମିତି କରିବା? ଦେଖ, ଯଦି ପ୍ରଥମ ସଂଖ୍ୟାର 25%, ମନେକର ପ୍ରଥମ ସଂଖ୍ୟା ନେଇଛ ଏ ର 25% ଇଜିକାଲ ଟୁ ସେକେଣ୍ଡ ର 20%, ସେକେଣ୍ଡ ସଂଖ୍ୟା ମନେକର ବି, ତାର 20% ହେଲା। ପରସେଣ୍ଟ କୁ ପରସେଣ୍ଟ କାଟିଦିଅ, 5 5 25, 5 କୁ 20, ତାହେଲେ କେତେ ହେଲା? 5a ଇଜିକାଲ ଟୁ କେତେ ହେଇଯିବ? 4b ହେଲା। ତାହେଲେ ଏ ର ଭାଲ୍ୟୁ ଆଉ ବି ର ଭାଲ୍ୟୁ କେତେ ହେବ? ଏ ର ଭାଲ୍ୟୁ ହବ 4 ଆଉ ବି ର ଭାଲ୍ୟୁ କେତେ ହବ? 5 ହେଲା। ଆଙ୍କ ଭିତରେ ସମ୍ କେତେ? ନା 96। ତାମାନେ 5 ମିଶାଣ 4, ସେ ଦେଇଛି a ପ୍ଲସ b ଇଜିକାଲ ଟୁ 96, ଦିଟା ସଂଖ୍ୟାର ଯୋଗଫଳ ହେଲା। ତାହେଲେ a ପ୍ଲସ b ଇଜିକାଲ ଟୁ 96। ତାପରେ 9 ୟୁନିଟ ର ଭାଲ୍ୟୁ କେତେ ହବ? 96 ହେଲା। ଯଦି ଛୋଟ ସଂଖ୍ୟା କେତେ? 96 ହଉଛି 9, 1 ୟୁନିଟ ର ଭାଲ୍ୟୁ ତାହେଲେ କେତେ ହବ? 96/9। ଛୋଟ ସଂଖ୍ୟା କୋଉଟା? 4 ହେଲା। 9 ରେ ଏଇଟା କଟିବନି ବୋଧେ, 9 କେ 9 ନା, 9 ରେ ଏଇଟା କଟିବନି ହେଲା। ତେଣୁ ତମେ ଯେତେବେଳେ ଗୁଣିବ, ଯେତେବେଳେ ଏଇଟା ତମର ନିୟରଲି ଆସିବ ହେଲା, 42.67 ତମେ ନିୟରଲି ଆସିବ। ଅପସନ ଚେକ୍ କରିବ, ଅପସନ 40 ନେଇଯିବ ହେଲା। ନିୟରଲି 40, 42.67 ନିୟରଲି 40, ଅପସନ ବି। ନେକ୍ସଟ କ୍ୱେଶ୍ଚନ ଦେଖି, क्वेश्चन नंबर 12। ए मैन स्पेंड 30% ऑफ हिज सैलरी ହେଲା ଅନ୍ ହାଉସ ରେଣ୍ଟ, 25% ଅନ୍ ଫୁଡ ଆଣ୍ଡ ସେଭ୍ 9,000 ଟଙ୍କା କଣ ତାର ସେଭ୍ ଅଛି। ଯଦି ସେ 30% ସାଲାରୀ ହୁଇଚ ଇଜ 30% ଅଫ ହିଜ ସାଲାରୀ, ତା ଯେତିକି ସେଭ୍ ହଉଛି 9,000 ଟଙ୍କା ସେଭ୍ ହଉଛି, ଯୋଉଟା କଣ ନା 30% ସାଲାରୀ, ସାଲାରୀ ତାର 30%। ଫାଇନ୍ ଦ ଟୋଟାଲ ସାଲାରୀ। ଟୋଟାଲ ସାଲାରୀ ଏଟା ପୁରା ସହଜ ବସି, ଟୋଟାଲ ସାଲାରୀ କେତେ? ତମେ ଜାଣିଛ ଟୋଟାଲ ସାଲାରୀ ସବୁବେଳେ କେତେ ହବ? 100% ହିଁ ନବା ନା, ଟୋଟାଲ ସାଲାରୀ 100% ସେ ପାଇବ ହେଲା। ସେଭିଂ କେତେ? ନା 9,000। 9,000 ତାହେଲେ କାହାର ଭାଲ୍ୟୁ ହବ? 30% ଭାଲ୍ୟୁ ହବ
which is 30% of his salary। 30 ଭାଲ୍ୟୁ ହବ, 30% ଭାଲ୍ୟୁ ହବ। ଆମକୁ ଦରକାର କଣ ଟୋଟାଲ ସାଲେରୀ 100% ଭାଲ୍ୟୁ ହେଲା। କେତେ ହବ 30,000। ଅପସନ କୋଉଟା? ସି। ଏବେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। Two numbers are such that their sum is 84 ହେଲା and their difference is 18। Find the larger number। ଦୁଇଟି ସଂଖ୍ୟାର ଯୋଗଫଳ 84 ଏବଂ ତାଙ୍କ ଭିତରେ ଡିଫରେନ୍ସ ମାନେ ତଫାତ ହେଲା। ତଫାତ କେତେ ନା 18। ତାହେଲେ ବଡ ସଂଖ୍ୟାଟା କେତେ? ଦୁଇଟା ସଂଖ୍ୟା ନେଇଯାଅ, ମନେକର ଗୋଟେ ସଂଖ୍ୟା ହଉଛି x ଆଉ ଗୋଟେ ସଂଖ୍ୟା y। x ପ୍ଲସ y ଯୋଗଫଳ କେତେ? 84 ହେଲା। ସେମାନଙ୍କର ଡିଫରେନ୍ସ କେତେ? x ମାଇନସ y ଇଜିକାଲ ଟୁ କେତେ ନା 18। ତାହେଲେ x ର ଭାଲ୍ୟୁ କେତେ? ବଡ ସଂଖ୍ୟା ହବ x ହେଲା, ନହେଲେ ବି ବାହାର କରିଦିଅ। x ର ଭାଲ୍ୟୁ କେତେ ହବ? 84 ମିଶନ 18/2 ହେଲା। x ର ଭାଲ୍ୟୁ ଏମିତି ବାହାର କରିବ। ଆଉ y ର ଭାଲ୍ୟୁ କେତେ ହବ? 84 ମନେ ରଖ, ଏମିତି ବାହାର କରିବ। 84 ମାଇନସ 18/2। ଏଇଟା ତମେ ସଲ୍ଭ କରିବ ଏମିତି। କଣ ଏଇଟା ଅପସାରଣ ପଦ୍ଧତି କରୁଥିଲ, ଏମିତି ଦରକାର ନାହିଁ, ଡାଇରେକ୍ଟ ଲେଖିବ x ର। ଦେଖ x ର ଭାଲ୍ୟୁ କଣ? x ର ଏଇଠି ମିଶ୍ରଣ ଅଛି, ଏଇଠି ମିଶ୍ରଣ ଅଛି, ତେଣୁ ଦିଟା করে ମିଶେଇ ଦବ। 84 ମିଶ୍ରଣ 18/2। ଆଉ y ରେ ଏଇଠି ଗୋଟେ ମିଶ୍ରଣ ହେଲେ ଗୋଟେ ଫେଣ ଅଛି, ଯେହେତୁ ଫେଣ ମିଶ୍ରଣ ଅଛି ତେଣୁ ଫେଣିବା ହେଲା। 85/2 ଏଟା ମିଶେଇଲେ କେତେ ହବ? 84 8 12 8 1 9 1 10 102/2 2 5 10 2 के 2 ଅପସନ କେତେ? 51। ଲାର୍ଜେଷ୍ଟ ନମ୍ବର ପଚାରିଛି 51। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। The ratio of the income of A and B is 5:7 and the ratio of their expenditure is 3:5 if he is saves 4000 ହେଲା। ତାଙ୍କ ପ୍ରତ୍ୟେକ 4000 ଟଙ୍କା ସେଭିଂ କରନ୍ତି, ମାନେ ଏ ସେଭ୍ କରୁଛି 4000, ବି ସେଭ୍ କରୁଛି କେତେ? 4000। ଦି ଜଣଙ୍କର ସେଭିଂ ସମାନ ହେଲା। ତାହେଲେ କଣ ଦେଇଛି? ଏ ର ଇନକମ କେତେ? ବାହାର କରିବା ଏ ର ଇନକମ। କେମିତି ବାହାର କରିବ? ଏଠି ନେଇଯାଅ ଏ, ଏଠି ନେଇଯାଅ ବି ହେଲା। The ratio of income of A ର କେତେ? ଇନକମ। ଏଠି ନେଇଯାଅ ଇନକମ, ଏଠି ମୁଁ ଲେଖୁଛି ଇନକମ ହେଲା। ଏ ର ଇନକମ କେତେ? 5 ଆଉ ବି ର ଇନକମ କେତେ? 7 ହେଲା। ଆଉ ତାଙ୍କର ଏକ୍ସପେଣ୍ଡିଚର କେତେ? ଖର୍ଚ୍ଚ କେତେ? ଇଏ ଖର୍ଚ୍ଚ କରୁଛି 3 ଟଙ୍କା, 5 ଟଙ୍କା ଇନକମରୁ ଇଏ ଖର୍ଚ୍ଚ କରୁଛି 3 ଟଙ୍କା। ଆମର ବି ଖର୍ଚ୍ଚ କରୁଛି କେତେ ନା 5 ଟଙ୍କା ହେଲା। ତାଙ୍କର ସେଭିଂ ତାହେଲେ କେତେ ହେଲା? ଇଏ 5 ଟଙ୍କା ଖର୍ଚ୍ଚ, 5 ଟଙ୍କା ଇନକମ ରେ 3 ଟଙ୍କା ଖର୍ଚ୍ଚ, ସେଭିଂ କେତେ ହେଲା? 2 ଟଙ୍କା। ଆର କେତେ ସେଭିଂ ନା 2 ଟଙ୍କା। ଦେଖ ସେ କହୁଛି ପ୍ରତ୍ୟେକ 4000 ଟଙ୍କା ସେଭ୍ କରନ୍ତି, ମାନେ ଆର 4000 ଟଙ୍କା ସେଭ୍ ହଉଛି, ଆର ବି 4000 ଟଙ୍କା ସେଭ୍ ହଉଛି। ଆମର ସେଭିଂ ବି ୟୁନିଟ୍ ଦିଟାକୁ ସମାନ ବାହାର ହେଲା। ତାପରେ ନା 2 ୟୁନିଟ୍ ର ଭାଲ୍ୟୁ କେତେ ହବ? 4000 ହେଲା। ଆମକୁ ଦରକାର ଏ ର ଇନକମ କେତେ? ଏ ର ଇନକମ କେତେ? ତାହେଲେ 1 ୟୁନିଟ୍ ର ଭାଲ୍ୟୁ କେତେ ହବ? 2000। ଏ ର ଇନକମ, ଏ ର ୟୁନିଟ୍ କେତେ? ଏ ର ଇନକମ କେତେ? ଏ ର ଇନକମ, ଇନକମ ଅଫ ଏ ଲେଖୁଛି ଏଠି। ଇନକମ ଅଫ ଏ ଇଜ ଇକ୍ୱାଲ ଟୁ କେତେ? 2000 ଇଣ୍ଟୁ 5 ୟୁନିଟ୍ 10,000 ହେଲା। ଅପସନ କୋଉଟା? ଏ। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା। Question number 15. A number is increased by 20% and then decreased by 20% ହେଲା। if the final value is 9600, what is the original number ହେଲା। ତାହେଲେ original number ଟା କେତେ? ଦେଖ ଏମିତି କରିବା। ଏଟାକୁ ସକ୍ସେସିଭରେ କରିପାରିବ, କିମ୍ବା ସକ୍ସେସିଭରେ ତମେ କରିପାରିବ, କିମ୍ବା ସିରିଜ ମେଥଡରେ କରିପାରିବ ହେଲା। ଦିଟା ମେଥଡରେ କରିବ। ମୁଁ ଦିଟା ମେଥଡ ତମକୁ ବତଉଛି। ଦେଖ ମନେକର ଗୋଟେ ସଂଖ୍ୟା ମନେକର ନେଇଯାଅ x ହେଲା। ସିରିଜ ମେଥଡ ଦେଖ କେମିତି ହଉଛି। ଗୋଟେ ସଂଖ୍ୟା ନେଇଯାଅ x, ତାକୁ ଆମେ 20% ବଢେଇବା। 100 ଥିଲା 120 କଲେ ହେଲା। ତାପରେ କଣ? 20% କମେଇବା। 100 ଥିଲା 20% କମେଇଲେ ମାନେ 80 କଲେ କେତେ ହେଲା? 100 960 ହେଲା। ଏବେ କାଟ। ନା ଦେଖ ଦିଟା ଶୂନକୁ ଦିଟା ଶୂନ, ଏଠି ଦିଟା ଶୂନ, ଦିଟା ଶୂନ କାଟିଦିଅ। 12 ଅଷ୍ଟା 96 ହେଲା। 96 10 ରେ କାଟିଲେ କେତେ? 10। ତାହେଲେ x ର ଭାଲ୍ୟୁ କେତେ ହବ? 10 ଇଣ୍ଟୁ 100 100 100 100 1000 ହେଲା। ଏଟା ହଉଛି ସିରିଜ ମେଥଡ। ବେଶିକ ତମେ କହିପାରିବ, ସିରିଜ କିମ୍ବା ତମେ କହିପାରିବ। ଆଉ ସକ୍ସେସିଭ କେମିତି କରିବା? ସକ୍ସେସିଭ ତମେ ପଢିଥିବ, ସକ୍ସେସିଭ ମେଥଡରେ କେମିତି କରିବା? ଏମିତି ପଢିଥିବ a ପ୍ଲସ b ମିଶ୍ରଣ fb/100 ହେଲା। ଏଟା ହଉଛି ସକ୍ସେସିଭ। କେମିତି କରିବା ଏବେ ସକ୍ସେସିଭ ମେଥଡରେ? ନା ପ୍ରଥମେ ଦେଖ 20% ବଢିଗଲା, ପ୍ରଥମେ 20 ଲେଖିବା। ତାପରେ 20% କଣ କମିଗଲା? -20 ଲେଖିବା ହେଲା। ତାପରେ ଗୁଣନ, ମାନେ ମିଶ୍ରଣ 20 ଇଣ୍ଟୁ -20/100 20 20 କାଟିଦିଅ।
ଏଇଟା କେତେ ହେଇଯିବ ନା ମାଇନସ ଆଗକୁ ଆସିବ ଭାରି 20 × 20/100 ମାଇନସ 4% ହେଲା ମାଇନସ କେତେ 4%। ତାହେଲେ 100ରୁ 4% ଗଲେ କେତେ 96% ର ଭାଲ୍ୟୁ ହଉଛି 60। ଆମକୁ ଦରକାର 100% ର ଭାଲ୍ୟୁ ହେଲା ପରସେଣ୍ଟ କୁ ପରସେଣ୍ଟ କାଟିଦିଅ 96 10 କାଟିଲେ ଆମେ ଏମିତି ବି ଚାହିଁଲେ କରିପାରିବା ଅପସନ ସି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ଦୁଇଟା ମେଥଡ ବତେଇଲି ହେଲା। The average of our 12 number is 48. If one of the number is 84 is replaced by 60 ଯଦି 84ଟାକୁ ଆମେ 60 ଦ୍ୱାରା ରିପ୍ଲେସ କରିଯିବା ତାହେଲେ କଣ 40 ତ ନ୍ୟୁ ଆଭରେଜ। 12ଟି ସଂଖ୍ୟାର ହାରାହାରି ଦେଇଦେଇଛି 48 ଯଦି 84 ବଦଳରେ 60 ନିଆଯାଏ ତେବେ ନୂତନ ସଂଖ୍ୟାଟି କେତେ। 84 ବଦଳରେ କଣ ନବା 60 ନବା ଦେଖ average is equal to କେତେ sum upon number ହେଲା average is equal to କେତେ ନା sum upon number ହେଲା ବହୁତ ବଡ ହେଇଗଲା sum upon number 12ଟି ସଂଖ୍ୟାର ହାରାହାରି ଦେଇଛି 48 ତାହେଲେ n is equal to କେତେ ଏଥିରେ ନା number is equal to 12 ଆଉ average କେତେ 48 ତାହେଲେ sum କେତେ ହବ देखो average into number average is equal to sum into number তাহলে sum is equal to কেতে average into number average 48 into number କେତେ 12 କେତେ ହବ ଏଟା 12ଟା 96 6 ରଖିଲେ ହେଲା 9 12 ଚଉକୁ 48 48 9 8 କେତେ 576 ସମ କେତେ ବାହାରିଲା ତାହେଲେ 576 ହେଲା ତାର କଣ ଦେଖିଥିବ if one number is 84 84ଟାକୁ ଆମେ ରିପ୍ଲେସ କରିବା 60 କୁ ମାନେ 84ଟାକୁ ଏଠୁ କାଢିଦବା ହେଲା ବୁଝିପାରୁଛ ନା ନାଇଁ ମାନେ 84 ଏଇଠୁ କାଢିଦବା 60 ମିଶେଇବା ହେଲା ଦେଖ ଏବେ କେମିତି କରିବା 84 ଏଠୁ କାଢିବା 577 ଏଠୁ ଆମେ କାଢିବା କେତେ ନା 84 କାଢିବା ହେଲା ତାପରେ କଣ କରିବା ନା 60 ମିଶେଇବା 60 ମିଶ ହେଲା କେତେ ହବ ନା 576 ହେଲା ମାଇନସ 84 60 ଗଲେ କେତେ ମାଇନସ କେତେ ହବ 4 କୁ 4 8 କୁ 4 ଗଲେ 8 6 ଗଲେ 24 କେତେ ହେଲା ଏଟା 6 ରୁ 4 ଗଲେ କେତେ 2 5 ଆଉ 552 ଏଇଟା ହେଲା ନ୍ୟୁ ସମ୍ ନୂତନ ମିଶ୍ରଣ ଫଳ ତାହେଲେ କେତେ ହେଲା 552 ତାହେଲେ ଆଭରେଜ ବାହାର କର ଆଭରେଜ ଇଜ ଇକ୍ୱାଲ ଟୁ କେତେ ସମ ପର ନମ୍ବର ସମ କେତେ ବାହାରିଲା 552 ବାଇ ନମ୍ବରଟା କେତେ 12ଟା ରିପ୍ଲେସ କଲେ ନା 84 ବଦଳରେ 60 ଆଣିଲେ ତେଣୁ ରିପ୍ଲେସ କଲେ ହେଲା ଏଇ 12 କୁ 12 ରହିବ ତା କାଟିଲେ କେତେ ନା 12 ଚଉକୁ 48 12 ପଞ୍ଚା 60 12 ଚଉକୁ 48 ହେଲା ଆଉ 15 8 ଗଲେ ଯଦି 7 12 ଚଉକୁ 72 46 ଅପସନ କୋଉଟା ଏ ମାନେ କଣ ଆମକୁ ସବୁ ଆସୁଛି ହେଲା ଏ ମାନେ କଣ ଆମକୁ ସବୁ ଆସୁଛି ଏକ୍ସାମ ହଲ ହେଲା ଏ ଫର ଆମକୁ ସବୁ ଆସୁଛି ନେକ୍ସଟ କ୍ୱେଶ୍ଚନ ଦେଖିବେ a trader marks an article 40% above the cost price ହେଲା and allows a 10% discount what is the profit percentage पूरा सिंपल क्वेश्चन ହେଲା ଦେଖ ଲେଖା ଏଠି ଲେଖ cost price ଏଠି ଲେଖ mark price ଏଠି ଲେଖ selling price ହେଲା ଦେଖ a trader marks an article 40% above the cost price ମନେକର cost price ହେଉଛି 100 ତାହେଲେ mark price କେତେ ହବ 40% above କେତେ ହବ 140 40% ଅଧିକ ଗଲା ନା 140 ତାର କଣ ଡିସକାଉଣ୍ଟ ଦଉଛି 10% ତାମାନେ 140 କୁ ସେ କେତେ ପରସେଣ୍ଟ ଡିସକାଉଣ୍ଟ ଦେଇଛି ନା 100 ର ଭାଲ୍ୟୁ ଡିସକାଉଣ୍ଟ ଦଉଛି 10% ମାନେ ବିକୁଛି କେତେ 90 ରେ ବିକୁଛି ହେଲା ଏଇଟା ଶୁଣକୁ 14 ଟଙ୍କା କେତେ 14 ଟଙ୍କା 126 ହେଲା କେତେ ପରସେଣ୍ଟ ପ୍ରଫିଟ ହେଲା 100 ର ଆଇଟମ କୁ 126 ରେ ବିକିଲା 26 ପ୍ରଫିଟ ହେଲା ବାଇ 100 ଇଣ୍ଟୁ 100 ହେଇଯିବ 26%। ଅପସନ କୋଉଟା ସି ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ପରିମିଟର ଅଫ ଏ ରେକ୍ଟାଙ୍ଗଲ ଇଜ 96 ହେଲା if its length is 12 ସେমি more than the breadth find its area ହେଲା ଏରିଆ କେତେ ହବ ଲେନ୍ଥ କେତେ ଦେଇଛି ନା 12 ସେମି ଅଧିକ ବ୍ରେଥ ଲେନ୍ଥ ଇଜ ଇକ୍ୱାଲ ଟୁ 12 ସେମି ଅଫ ବ୍ରେଥ ହେଲା ଆଉ ବ୍ରେଥ ନେଇଯାଅ ବ୍ରେଥ କୁ ବି ନେଇଯାଅ ଆଉ ଲେନ୍ଥ କୁ କଣ 12 ସେମି ଅଫ ବ୍ରେଥ ପରିମିଟର ମାନେ ପରିସୀମା କେତେ ଦେଇଛି 96 ଆୟତକ୍ଷେତ୍ରର ପରିସୀମା ସୂତ୍ର କଣ 2 ହୋଲ ଇଣ୍ଟୁ ମାନେ 2 ଗୁଣନ ଦୈର୍ଘ୍ୟ ମିଶ୍ରଣ ପ୍ରସ୍ଥ ଆୟତକ୍ଷେତ୍ରର ପରିସୀମା 2 ହୋଲ ଇଣ୍ଟୁ ଏଲ ପ୍ଲସ ବି ପଢିଥିବା ଏଟା ପିଲାଦିନେ ବସି ବସି 2 ଗୁଣନ ଦୈର୍ଘ୍ୟ ମିଶ୍ରଣ ପ୍ରସ୍ଥ ହେଲା ଆମେ ଲେଖିବା ଅଛି 2 ହୋଲ ଇଣ୍ଟୁ ଏଲ ପ୍ଲସ ବି ଇଜ ଇକ୍ୱାଲ ଟୁ କେତେ ଦେଇଛି କେତେ ଦେଇଛି 96 2 ହୋଲ ଇଣ୍ଟୁ ଏଲ ଜାଗାରେ ମୁଁ ପକେଇ ପାରିବି 12 ପ୍ଲସ ବି ହେଲା ଏଲ ଭାଲ୍ୟୁ 12 ପ୍ଲସ ବି
ମିଶାଣ b ଜାଗାରେ b ରଖିଦିଅ b ଇଜିକାଲ ଟୁ କେତେ ହବ 96 ହେଲା। ଏଟା 2 ରେ କାଟିଦେଲେ କେତେ ହବ 2 ଚଉକୁ 8 2 ଅଷ୍ଟା 16 ହେଲା। 12 ମିଶାଣକୁ b ଇଜିକାଲ କେତେ ହବ 48 b ଇଜିକାଲ ଟୁ କେତେ ହବ 36 ହେଲା। 8 2 ଗଲେ 6 ତାର ଗଲେ 3 ତାହେଲେ b ଇଜିକାଲ ଟୁ କେତେ ହବ 18। ଯଦି b ଇଜିକାଲ ଟୁ 18 ତାହେଲେ l ଇଜିକାଲ ଟୁ କେତେ ହବ 18 12 30 ହେଲା। ଏରିଆ ଏରିଆ ଇଜିକାଲ ଟୁ କେତେ ଲେନ୍ଥ ଇንଟୁ ବ୍ରେଥ ପରିମିଟର ଏରିଆ ସରି ପରିମିଟର ନୁହଁ ରେକ୍ଟାଙ୍ଗଲ ଏରିଆ ରେକ୍ଟାଙ୍ଗଲ ଆୟତକ୍ଷେତ୍ର କ୍ଷେତ୍ରଫଳ ସୂତ୍ର କଣ ଲେନ୍ଥ ଇଣ୍ଟୁ ବ୍ରେଥ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଲେନ୍ଥ କେତେ ବାହାରିଲା 30 ଆଉ ବ୍ରେଥ ହେଲା 18 18 ତିରିକି 54 540 ସେଣ୍ଟିମିଟର ସ୍କୋୟାର ଅପସନ କୋଉଟା ସି ହେଲା। ନେକ୍ସଟ କ୍ୱେଶ୍ଚିନ୍ କରିବା ସେକେଣ୍ଡ ଲାଷ୍ଟ କ୍ୱେଶ୍ଚିନ୍ ତାର 20ଟା ହିଁ କ୍ୱେଶ୍ଚିନ୍ କରିବା ହେଲା। 19 ନମ୍ବର କ୍ୱେଶ୍ଚିନ୍ କ୍ୱେଶ୍ଚିନ୍ ନମ୍ବର 19 ହେଲା। Two pipes can fill a tank in 20 minutes and 30 minutes respectively. If both are opened together, how much time will they take to fill the tank? ଏମିତି କରିବା ନା ଦେଖ ମନେକର ପ୍ରଥମ ପାଇପ୍ A ସେକେଣ୍ଡ ପାଇପ୍ B ହେଲା। A କେତେ ମିନିଟରେ ଫୁଲ୍ କରୁଛି 20 ମିନିଟରେ ଏଟା ହଉଛି କଣ ଟାଇମ୍ ଆଉ B ର ଟାଇମ୍ କେତେ ନା 30 ମିନିଟ୍ ହେଲା। ଆଙ୍କ ଭିତରେ ଯୋଉ ଏଲସିୟମ ନବା କଣ 60 ହବ ଏଲସିୟମ ଏଲସିୟମ ଯୋଉ ଏଇଟା ହଉଛି ଟାଇମ୍ ଏଇଟା ହଉଛି ଏଲସିୟମ ମାନେ କଣ ଟୋଟାଲ ୱାର୍କ ମୁଁ ଏଠି ଲେଖି ଦଉଛି ଏଟା ବି ଆଗରୁ ଲେଖିଥିଲି ଟୋଟାଲ ଟାଇମ୍ ଏଇଟା ହଉଛି ଟୋଟାଲ ୱାର୍କ ଟି ଡବ୍ଲ୍ୟୁ ଟୋଟାଲ ୱାର୍କ ଆଉ ଏଠି ଯୋଉ ଆମେ ନବା ଏଠି ଯୋଉ ଆମେ ନବା 20 ହରଣ 60 20 ତିରିକି 60 30 ଦୁଗୁଣେ 60 ଏଟାକୁ କହନ୍ତି ଏଫିସିଏନ୍ସି ହେଲା। ଏଫିସିଏନ୍ସି ମାନେ କଣ ଏ ଗୋଟେ ଦିନରେ କେତେ କାମ କରିପାରୁଛି ତାକୁ କହନ୍ତି ଏଫିସିଏନ୍ସି ମାନେ ଗୋଟେ ଦିନରେ କାମ କରିବାର କାପାସିଟି ହେଲା। A ର ଏଫିସିଏନ୍ସି ହଉଛି 3 ଆଉ B ର ଏଫିସିଏନ୍ସି ହଉଛି 2 ତାହେଲେ ଟୋଟାଲ ଟାଇମ୍ ହବ A ପ୍ଲସ B ଇଜିକାଲ ଟୁ ଟାଇମ୍ ଇଜିକାଲ ଟୁ କେତେ ୱାର୍କ ଅପନ ଏଫିସିଏନ୍ସି ହେଲା। ମୁଁ ଲେଖି ଦଉଛି ଏଠି ଟାଇମ୍ ଇଜିକାଲ ଟୁ ତମେ ଏଠି ଟାଇମ୍ ଆଉଟ ୱାର୍କରେ ଆରାମରେ ପଢିଥିବ ୱାର୍କ ଅପନ ଏଫିସିଏନ୍ସି ହେଲା। ଯୋଉମାନେ ବି ନ ପଢିଛ ତାଙ୍କ ପାଇଁ ନୂଆ ନୂଆ ବି କିଛି ନାହିଁ ଏଟା ପିଲାଦିନେ ବି ପଢା ହେଇଛି ତାଙ୍କୁ ଟାଇମ୍ ଇଜିକାଲ ଟୁ କେତେ ୱାର୍କ ଅପନ ଏଫିସିଏନ୍ସି ୱାର୍କ ଇଜିକାଲ ଟୁ ୱାର୍କ ଅପନ ଏଫିସିଏନ୍ସି ହେଲା। ୱାର୍କ ଇଜିକାଲ ଟୁ କେତେ ବାହାରିଲା 60 ବାଇ ଏଫିସିଏନ୍ସି କେତେ 3 2 5 ହେଲା। 3 ମିଶାଣ 2 ବା ଟୋଟାଲ ଟାଇମ୍ ହବ A ପ୍ଲସ B ଟୋଟାଲ ଟାଇମ୍ ହବ A ପ୍ଲସ B A ରହୁଛି 3 ଆଉ ବୁଝିପାରିଲ 5 ରହିଲା କେତେ 12 ଅପସନ କୋଉଟା 12 ମିନିଟ୍ସ ଅପସନ ସି। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା କ୍ୱେଶ୍ଚିନ୍ ନମ୍ବର 20 ଲାଷ୍ଟ କ୍ୱେଶ୍ଚିନ୍ ଏ ଟ୍ରେନ୍ 240 ମିଟର ଲଙ୍ଗ ଇଜ ରନିଂ 72 କିଲୋମିଟର ପର ହାୱାର ହେଲା। ହାଉ ମଚ୍ ଟାଇମ୍ ୱିଲ୍ ଇଟ୍ ଟେକ୍ ଟୁ କ୍ରସ୍ ଏ 360 ମିଟର ଲଙ୍ଗ ପ୍ଲାଟଫର୍ମ ହେଲା। ଗୋଟେ ପ୍ଲାଟଫର୍ମ 360 ମିଟର ଲମ୍ବା ଗୋଟେ ପ୍ଲାଟଫର୍ମ ତାକୁ ପାର କରିବାକୁ କେତେ ସମୟ ଲାଗିବ ହେଲା। ଦେଖ କାହାଣୀ କଣ ନା ଏଇଟା ହଉଛି ଗୋଟେ ଟ୍ରେନ୍ ହେଲା। ଟ୍ରେନର ଲେନ୍ଥ କେତେ 240 ମିଟର ହେଲା। ଚେନ୍ନାଇ ଏକ୍ସପ୍ରେସ ତମେ କହିପାରିବ ଟ୍ରେନ୍ ଟାକୁ ଚେନ୍ନାଇ ଏକ୍ସପ୍ରେସ ହେଲା। ଆଉ ଟ୍ରେନର ସ୍ପିଡ କେତେ 72 କିଲୋମିଟର ପର ହାୱାର ହେଲା। ଦେଖ ଏଠି ଟ୍ରେନର ଲେନ୍ଥ ଦେଇଛି ମିଟରରେ ଏଠି କିନ୍ତୁ କିଲୋମିଟର ପର ହାୱାର ମନେ ରଖିଥ। ଦେଖ ଏଇଠି ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖ କଣ ନା କିଲୋମିଟର ପର ହାୱାରକୁ ଯଦି ଆମେ ମିଟର ପର ସେକେଣ୍ଡରେ କନଭର୍ଟ କରିବା କଣ ଗୁଣିଆ ଆଗରୁ କହିଥିଲି କଣ ଗୁଣିଆ ଯୋଉମାନେ ବି ଦେଖିଥିବ ନୂଆ ତାଙ୍କେ ମାନେ ଦେଖିଥିବ ପୁରୁଣା ପିଲା ତାଙ୍କେ ଜାଣିଥିବ କଣ ଗୁଣିଆ କିଲୋମିଟର ପର ହାୱାରକୁ ଯଦି ଆମେ ମିଟର ପର ସେକେଣ୍ଡରେ କନଭର୍ଟ କରିବା କଣ ଗୁଣିଆ ନା 5 ଦେଖ ବଡରୁ ସାନକୁ ଯାଉଛେ ମାନେ 5/18 ଗୁଣିଆ ହେଲା। ଏଇଟା ବଡ ଏଇଟା ସାନ ତାହେଲେ ଉପରେ ରହିବ ସାନ ସଂଖ୍ୟା ଉପରେ ରହିବ ସାନ ସଂଖ୍ୟା ମାନେ 5 18 ହେଲା। ଏ 5/18 ଟାକୁ ତମ ମନେ ରଖିବାକୁ ପଡିବ। ଆଉ ମିଟର ପର ସେକେଣ୍ଡରୁ ଯଦି କିଲୋମିଟର ପର ହାୱାରକୁ ଯିବା ଓଲଟା ଗୁଣିଦବା କଣ ଗୁଣିଆ ଗୋଟାକୁ ମନେ ରଖିଦେଲେ ହେଇଯିବ ହେଲା। ମିଟର ପର ସେକେଣ୍ଡରୁ କିଲୋମିଟର ପର ହାୱାରକୁ ଯିବା ମାନେ କଣ ସାନରୁ ବଡକୁ ଯିବା ମିଟରଟା ସାନ ନା କିଲୋମିଟରଟା ବଡ ଯେହେତୁ ସାନରୁ ବଡକୁ ଯିବା ତାହେଲେ କଣ ବଡ ସଂଖ୍ୟାଟା ଗୁଣିଆ ତାହେଲେ ଉପରେ ରହିବ 5 ତଳେ ରହିବ 5 ହେଲା। ମାନେ ମିଟର ପର ସେକେଣ୍ଡ ଇଣ୍ଟୁ ଏଇଠି ଆମେ ଗୁଣିବା 18/5 ରେ କିଲୋମିଟର ପର ହାୱାରକୁ ପାଇବା ଆଉ ଏଇ କିଲୋମିଟର ପର ହାୱାରରେ ଆମେ ଯଦି ଗୁଣିବା 5/18 ମିଟର ପର ସେକେଣ୍ଡ ପାଇବା ହେଲା। ଏଠି କଣ ଅଛି ଏବେ ଏଇଟା ମନେ ରଖିଦିଅ ଏଇଟା ମନେ ରଖିଦିଅ ଏକ୍ସାମରେ କାମ ଦବ କେମିତି ହେଲା କଣ ପାଇଁ ହେଲା ତମେ ପଢିଥିବ ହେଲା। ମନେ ରଖିଦିଅ ଏଇଟା କାମ ଦବ ଏକ୍ସାମରେ କିଲୋମିଟର ପର ହାୱାର ଅଛି ମିଟର ପର ସେକେଣ୍ଡରେ କରିବା ଯେହେତୁ ଡିଷ୍ଟାନ୍ସ ମିଟର ଅଛି ତାହେଲେ କଣ 72 ଇଣ୍ଟୁ କିଲୋମିଟର ପର ହାୱାର ମିଟର ପର ସେକେଣ୍ଡରେ ଯିବା କଣ ଗୁଣିଆ ବଡରୁ ସାନକୁ ଯିବା ତାହେଲେ ଉପରେ ରହିବ ସାନ ସଂଖ୍ୟା ତଳେ ରହିବ କଣ ବଡ ସଂଖ୍ୟା ହେଲା।
ଉପରେ ରହିବ ସାନ ସଂଖ୍ୟା, ତଳେ ରହିବ କଣ ବଡ ସଂଖ୍ୟା। 18 ଚଉକୁ 72, 5 କୁ 20 ମିଟର ପର ସେକେଣ୍ଡ ହେଲା। ତାହେଲେ ଟ୍ରେନ ର ସ୍ପିଡ କେତେ? 20 ମିଟର ପର ସେକେଣ୍ଡ। ଇଏ କଣ କରୁଛି ନା ଗୋଟେ ପ୍ଲାଟଫର୍ମ, ଏଇ ଟାଇପର ଗୋଟେ ଲମ୍ବା ପ୍ଲାଟଫର୍ମ ଷ୍ଟେସନ ବି ତମେ କହିପାରିବ ହେଲା। ଏ ଷ୍ଟେସନ ର ଲେନ୍ଥ କେତେ ନା 360 ମିଟର ହେଲା। 360 ମିଟର ଲଙ୍ଗ ଷ୍ଟେସନ କୁ କେତେ ସେକେଣ୍ଡ ରେ ପାର କରିବ? କେତେ ସେକେଣ୍ଡ ରେ ଇଏ ଏଇଠି ପହଞ୍ଚିଯିବ, ମାନେ ଆକୁ ଏଇଠି ପାର କରିବ ହେଲା। ମନେକର ଟି ସେକେଣ୍ଡ ନେଇଯାଅ, ଟି ସେକେଣ୍ଡ ରେ ପାର କରିବ ଟାଇମ ଟି ସେକେଣ୍ଡ। ଟାଇମ ର ଫର୍ମୁଲା କଣ? ଡିଷ୍ଟାନ୍ସ ଅପନ ସ୍ପିଡ। ତାହେଲେ ଟାଇମ ଇଜ ଇକାଲ ଟୁ କେତେ ନା ଡିଷ୍ଟାନ୍ସ ଅପନ ସ୍ପିଡ ହେଲା। ତାହେଲେ ଟ୍ରେନ ଯିବ, ଯୋଉ ଟ୍ରେନ ଯେତେବେଳେ ଗଡିବ ତାର ନିଜ ଡିଷ୍ଟାନ୍ସ କଭର କରିବ, ପୁଣି ଏ ପ୍ଲାଟଫର୍ମର ଡିଷ୍ଟାନ୍ସ କଭର କରିବ ହେଲା। ତାହେଲେ କଣ ଲେଖିବି? ଡିଷ୍ଟାନ୍ସ ଆଗରେ ମୁଁ କେତେ ଲେଖିବି? 240 ମିଶାଣ 360, ତାର ନିଜ ଡିଷ୍ଟାନ୍ସ କଭର କରିବ ମିଶାଣ ହେଲା। ପ୍ଲାଟଫର୍ମର ଡିଷ୍ଟାନ୍ସ କଭର କରିବ ବାଇ ଟ୍ରେନ ର ସ୍ପିଡ କେତେ? ଏଠି 20 ମିଟର ପର ସେକେଣ୍ଡ। ଏଇଟା ନବନି ଆଉ ହେଲା, ଏଇଟା ନବ। ଡିଷ୍ଟାନ୍ସ ମିଟର ହେଲା, ତେଣୁ 20 ମିଟର ପର ସେକେଣ୍ଡ 20 ହେଲା। ଏଇଟା ମିଶିଲେ କେତେ ହବ? 600 ବାଇ କେତେ? 20 ହେଲେ ଗୋଟେ ଶୂନ କାଟିଦିଅ, ଦୁଇରେ କାଟିଲେ କେତେ? 30 ହେଲା। 30 ସେକେଣ୍ଡ, 30 ସେକେଣ୍ଡରେ ଟ୍ରେନଟା ପାସ୍ କରିବ। ଅପସନ କୋଉଟା? ସି ହେଲା। ତ ଏତିକି ଥିଲା ଆଜିର ତମର କୋଶ୍ଚିନ୍। ସୋ ଥ୍ୟାଙ୍କ ୟୁ ଫର ୱାଚିଂ। ଭାବୁଛି ସମସ୍ତେ ଭଲରେ ବୁଝିପାରୁଥିବ। ଯୋଉଟା ବି ଡାଉଟ୍ ଥିବ ଏଟା କମେଣ୍ଟ ବକ୍ସରେ ଜଣେଇବ ହେଲା। ଆଉ ଆଜିର ସେକ୍ସନ କେମିତି ଲାଗିଲା ସେଇଟା ବି କମେଣ୍ଟ ବକ୍ସରେ ଜଣେଇବ। ଆଉ ପିଡିଏଫ୍ ତ ମୁଁ ଅଲରେଡି ଡେସ୍କ୍ରିପସନ ଲିଙ୍କ ଦେଇଦେବି, ତମେ ଚାହିଁଲେ ଡାଉନଲୋଡ କରିପାରିବ ହେଲା। ଆଉ ଭିଡିଓ କଣ ଲାଇକ୍ କରିବ, ସେୟାର ମଧ୍ୟ କରିଦବ ତମ ସାଙ୍ଗମାନଙ୍କୁ ହେଲା, ଯୋଉମାନେ ଏକ୍ଜାମ ଦଉଛନ୍ତି ହେଲା। ଆଉ ରହୁଛି, ନେକ୍ସଟ ଭିଡିଓରେ ଦେଖା ହବ।